ସାଙ୍ଗମାନେ ମୁଁ ଆଜି ଆପଣମାନଙ୍କୁ ମହାଭାରତ ବିଷୟରେ କିଛି କହିବାକୁ ଚାହୁଁଛି, ଯାହାକି ଆପଣମାନେ ଜାଣିନଥିବେ। ମୁଁ ଆଶା କରିବି ଆପଣମାନେ ମୋ କଥାଟିକୁ ଧ୍ୟାନ ଦେଇ ଶୁଣିବା ପାଇଁ ଚେଷ୍ଟା କରିବେ। ଯଦି ଆପଣମାନେ ମୋ ଭିଡ଼ିଓରୁ କିଛି ବି ବୁଝିପାରିବେ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିବେ। ମୁଁ ଆଜି ଆପଣମାନଙ୍କୁ ମହାଭାରତର କିଛି ସତ ଘଟଣା ଯାହା ମହାଭାରତରେ ଘଟିଯାଇଛି ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ନିରାଟ ସତ୍ୟ କଥାଟିଏ କହିବାକୁ ଚାହୁଁଛି। ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ, ମଝିରୁ ସ୍କିପ୍ ଜମା ବି କରିବେ ନାହିଁ। ଯଦି ଆପଣମାନେ ଭିଡ଼ିଓଟିକୁ ସ୍କିପ୍ କରୁଛନ୍ତି ତାହେଲେ ଆପଣମାନେ କୌଣସି ଜିନିଷ ବି ବୁଝିପାରିବେ ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓଟି ଟିକେ ଲମ୍ବା ହୋଇଯାଇପାରେ, ହେଲେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଦୟାକରି ଭିଡ଼ିଓଟିକୁ ଟିକେ ଶେଷ ପର୍ଯ୍ୟନ୍ତ ଦେଖିବେ। ମହାଭାରତର ରୋଚକ କଥା। ମୃତ୍ୟୁ ସମୟରେ ଦୁର୍ଯ୍ୟୋଧନ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର କେଉଁ ତିନୋଟି ଭୁଲ ବିଷୟରେ କହିଥିଲେ? ଯେତେବେଳେ ମହାଭାରତରେ ଯୁଦ୍ଧ ହୋଇଥିଲା ସେତେବେଳେ ଦୁର୍ଯ୍ୟୋଧନଙ୍କର ଯେତେବେଳେ ମୃତ୍ୟୁ ଘଟିଥିଲା ସେତେବେଳେ ତିନୋଟି କଥା ଦୁର୍ଯ୍ୟୋଧନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ। ସେହି ବିଷୟରେ ଆଜି ଆମେ ଜାଣିବା। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିନ୍ତ ଭାବରେ ଦେଖିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଦୁର୍ଯ୍ୟୋଧନ ଯୁଦ୍ଧ ନ କରିବା ପାଇଁ ଅନେକ ପ୍ରସ୍ତାବ ପାଇଥିଲେ ସୁଦ୍ଧା ଯୁଦ୍ଧ ପ୍ରତି ମନ ବଳାଇଥିଲେ। ସେ ନିଜ ଅହଙ୍କାର କାରଣରୁ ଯୁଦ୍ଧରେ ନିଜର କ୍ଷତି ବିଷୟରେ ଜାଣିପାରିନଥିଲେ। ସେ ଭାବିଥିଲେ ମହାଭାରତ ଯୁଦ୍ଧରେ ସୁନିଶ୍ଚିତ ତାଙ୍କର ବିଜୟ ହେବ, କିନ୍ତୁ ଶେଷରେ ନିଜେ ମଧ୍ୟ ମୃତ୍ୟୁକୁ ବରଣ କରିଥିଲେ। ଭୀମ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ ଭୀମ ଦୁର୍ଯ୍ୟୋଧନର ଜଙ୍ଘ ଉପରେ ପ୍ରହାର କରିଥିଲେ ଏବଂ ଭୀମ ଦୁର୍ଯ୍ୟୋଧନଙ୍କ ଜଙ୍ଘ ଉପରେ ପ୍ରହାର କରିବା ଦ୍ୱାରା ଦୁର୍ଯ୍ୟୋଧନ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନିଜର ତିନୋଟି ଆଙ୍ଗୁଳି ଦେଖାଇଥିଲେ। ଏହାପରେ ଶ୍ରୀକୃଷ୍ଣ ତାଙ୍କ ନିକଟକୁ ଯାଇ ଏହାର କାରଣ ପଚାରିଥିଲେ। ଯେତେବେଳେ ଭୀମ ଦୁର୍ଯ୍ୟୋଧନଙ୍କ ଜଙ୍ଘରେ ପ୍ରହାର କରିଥିଲେ, ଭୀମଙ୍କର ପ୍ରହାର ଏତେ ଜୋର ଥିଲା ଯେ ସେହିଟି ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ ତଳେ ପଡ଼ିଯାଇଥିଲେ, ପୁରା ରକ୍ତାକ୍ତ ହୋଇଯାଇଥିଲେ। ସେତେବେଳେ ଦୁର୍ଯ୍ୟୋଧନ ତାଙ୍କର ତିନୋଟି ଭୁଲ, ଯାହା ସିଏ ଭୁଲ କରିଛନ୍ତି, ସେହି ଭୁଲ ବିଷୟରେ ସେ ଶ୍ରୀକୃଷ୍ଣଙ୍କୁ ଜଣାଇବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ତିନୋଟି ଆଙ୍ଗୁଠି ଦେଖାଇଥିଲେ ଶ୍ରୀକୃଷ୍ଣଙ୍କୁ। ସେ ତାଙ୍କର ନିଜର ତିନୋଟି ଭୁଲ ବିଷୟରେ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହିବାକୁ ଚାହୁଁଥିଲେ। ଚାଲନ୍ତୁ ଜାଣିବା ସେହି ତିନୋଟି ଭୁଲ କ'ଣ, ଯାହାକି ଦୁର୍ଯ୍ୟୋଧନ ତାଙ୍କ ଭୁଲ ସକାଶେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଥିଲା ବା ମୃତ୍ୟୁ ମୁଖରେ ସେ ପଡ଼ିଯାଇଥିଲେ। ଦୁର୍ଯ୍ୟୋଧନ କହିଥିଲେ ମହାଭାରତ ଯୁଦ୍ଧରେ ତାଙ୍କର ପରାଜୟର ତିନୋଟି ଭୁଲ ଥିଲା। ପ୍ରଥମ ଭୁଲ ଥିଲା ସେ ନାରାୟଣଙ୍କ ସ୍ଥାନରେ ନାରାୟଣୀ ସେନାଙ୍କୁ ମାଗିଥିଲେ। ଯଦି ନାରାୟଣ ତାଙ୍କ ପକ୍ଷରେ ଥାଆନ୍ତେ ତେବେ ତାଙ୍କର ବିଜୟ ସୁନିଶ୍ଚିତ ଥିଲା। ଦ୍ୱିତୀୟ ଭୁଲ ଥିଲା ନିଜ ମାତାଙ୍କ କଥା ନ ଶୁଣିବା, ଅର୍ଥାତ୍
ଗାନ୍ଧାରୀ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ପୂର୍ବରୁ ତାଙ୍କ ସମ୍ମୁଖକୁ ଉଲଗ୍ନ ହୋଇ ଯିବା ପାଇଁ କହିଥିଲେ, କିନ୍ତୁ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ କଥାରେ ପଡ଼ି କଦଳୀ ପତ୍ରରେ ନିଜ ଜଙ୍ଘକୁ ଲୁଚାଇ ଗଲେ। ଦେଖନ୍ତୁ ସାଙ୍ଗମାନେ, ଆପଣଙ୍କୁ ଏଥିରୁ ଗୋଟିଏ ଜିନିଷ ଶିଖିବାକୁ ମିଳିଲା ଯେ ଆପଣମାନେ ଯଦି ଆପଣଙ୍କୁ ଆପଣଙ୍କର କୌଣସି ବି ଗାର୍ଡ଼ିଆନ୍ସ ହୁଅନ୍ତୁ, ଆପଣଙ୍କର ବାପା ମା ଯଦି ଆପଣଙ୍କୁ କିଛି ଗୋଟିଏ କହୁଛନ୍ତି, ତାହେଲେ ଆପଣ ସେସବୁ କଥାକୁ କେବେ ଭୁଲ ମାନନ୍ତୁ ନାହିଁ। କେବେ ମନରେ ଭାବନ୍ତୁ ନାହିଁ କି ଆମ ବାପା ମା ଆମ ପାଇଁ ଭୁଲ କହୁଛନ୍ତି, ଆମକୁ କ୍ଷତି ପହଞ୍ଚାଇବା ପାଇଁ ସେମାନେ ଆମକୁ କହୁଛନ୍ତି। ହେଲେ ଆପଣମାନେ ଗୋଟିଏ କଥା ମନେ ରଖିଥାନ୍ତୁ, ଏମିତି ଏ ଦୁନିଆରେ କେହି ନାହାନ୍ତି ଯିଏ ଆପଣଙ୍କୁ ସାହାଯ୍ୟ କରିବେ ଖାଲି ଆପଣଙ୍କର ବାପା ମାଙ୍କୁ ଛାଡ଼ିଦେଲା ପରେ। ଯଦି ଆପଣମାନେ ଆପଣଙ୍କର ବାପା ମାଙ୍କ କଥାରେ ଯିବା ଆସିବା କରିବେ, କୌଣସି ବି କାମ କରିବା ପୂର୍ବରୁ, କୌଣସି ବି ଡିସିସନ୍ ନେବା ପୂର୍ବରୁ ଯଦି ଆପଣମାନେ ଆପଣଙ୍କର ବାପା ମାଙ୍କ ଠାରୁ ଟିକେ ପରାମର୍ଶ ନେଉଛନ୍ତି, ତାହେଲେ ଆପଣ ସକ୍ସେସ୍ ନିଶ୍ଚିନ୍ତ ଭାବରେ ପାଇବେ। ଆପଣ କେବେ ବି ହେଲେ କୌଣସି ଜାଗାରେ କ୍ଷତିଗ୍ରସ୍ତ ହେବେ ନାହିଁ, କୌଣସି ଅଜାଣତରେ କୌଣସି ଜାଗାରେ ଭୁଲ ପାଦ ଦେବେ ନାହିଁ କି ଭୁଲ ରାସ୍ତାକୁ ଆପଣ ଯାଇପାରିବେ ନାହିଁ। ଯେପର୍ଯ୍ୟନ୍ତ ଆପଣଙ୍କର ବାପା ମାଙ୍କ ଆଶୀର୍ବାଦ ଆପଣଙ୍କ ମୁଣ୍ଡ ଉପରେ ବା ଆପଣଙ୍କ ଉପରେ ଅଛି, ସେ ପର୍ଯ୍ୟନ୍ତ ଆପଣଙ୍କର କେହି କିଛି କରିପାରିବେ ନାହିଁ। ଯାହାକି ଏଠି କୁହାଯାଉଛି, ଯେତେବେଳେ ଗାନ୍ଧାରୀ କହିଥିଲେ ଦୁର୍ଯ୍ୟୋଧନଙ୍କୁ ଯେ ତାଙ୍କୁ ଲଙ୍ଗଳା ହୋଇ ଯିବାର ଥିଲା, କ'ଣ ପାଇଁ ଗୋଟିଏ ମା ତା ପୁଅକୁ କହୁଛି ଲଙ୍ଗଳା ହୋଇଯିବା ପାଇଁ? ଦୁର୍ଯ୍ୟୋଧନଙ୍କୁ ଏ ବିଷୟରେ ଜାଣିବାର ଥିଲା, ହେଲେ ସିଏ ଶ୍ରୀକୃଷ୍ଣଙ୍କ କଥାରେ ପଡ଼ି ସେ କଦଳୀପତ୍ର ଗୁରେଇ ହୋଇ ଯାଇଥିଲେ। ସେଥିପାଇଁ ତାଙ୍କ ମା ଜାଣିପାରିଲେ ନାହିଁ କି ତାଙ୍କ ପୁତ୍ରର ଜଙ୍ଘରେ ଦୁର୍ବଳତା ଅଛି ବୋଲି। କାହିଁକି ନା ଶ୍ରୀକୃଷ୍ଣ ଯେତେବେଳେ ଭୀମଙ୍କୁ କହିଦେଲେ କି ଦୁର୍ଯ୍ୟୋଧନଙ୍କ ଜଙ୍ଘରେ ପ୍ରହାର କର, ଯେତେବେଳେ ଶ୍ରୀକୃଷ୍ଣଙ୍କୁ ସବୁ କିଛି ଜଣାଅଛି କେଉଁ ଜାଗାରେ ପ୍ରହାର କଲେ ଦୁର୍ଯ୍ୟୋଧନ ବେହୋସ ହୋଇଯିବେ ବା ତଳେ ପଡ଼ିଯିବେ। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ଚକ୍ରବ୍ୟୂହ ରଚିଥିଲେ, ଯାହାକି ତାଙ୍କ ଚକ୍ରବ୍ୟୂହରେ ଦୁର୍ଯ୍ୟୋଧନ ଫସି ଯାଇଥିଲେ। ଏବଂ ସବୁଠୁ ବଡ଼ ଭୁଲ ଥିଲା ଯେ ସେ ଯୁଦ୍ଧରେ ଶେଷ ସମୟରେ ଯାଇଥିଲେ। ଯଦି ସେ ପ୍ରଥମେ ଯାଇଥାନ୍ତେ, ତେବେ ଯୁଦ୍ଧର ଅନେକ କୌଶଳକୁ ବୁଝିପାରିଥାନ୍ତେ ଏବଂ ତାଙ୍କ ଭାଇମାନଙ୍କ ସହିତ ମିତ୍ରଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା। ଦୁର୍ଯ୍ୟୋଧନଙ୍କର ସମସ୍ତ କଥା ଶୁଣି ଶ୍ରୀକୃଷ୍ଣ କହିଥିଲେ, ତୁମ ପରାଜୟର ମୁଖ୍ୟ କାରଣ ତୁମ ଅଧର୍ମୀ ବ୍ୟବହାର ଏବଂ ନିଜ କୁଳବଧୂଙ୍କ ବସ୍ତ୍ର ହରଣ। ତୁମେ ନିଜ କର୍ମ ଦ୍ୱାରା ନିଜ ଭାଗ୍ୟ ଲେଖିଛ। ଏହି ସମସ୍ତ କଥା ଶୁଣି ଦୁର୍ଯ୍ୟୋଧନ ନିଜ ଭୁଲ ବୁଝିପାରିଥିଲେ। ଦେଖନ୍ତୁ ସାଙ୍ଗମାନେ, ଆପଣମାନେ ମନରେ ଭାବୁଥିବେ ଯେ ଆମେ ଯଦି ଜଲ୍ଦି ଯାଇଥାନ୍ତେ କି କୌଣସି କଥା ଆମେ ବୁଝିପାରିଥାନ୍ତେ, କୌଣସି ଗୋଟେ କଥା ଆମେ ଆଚିଭ୍ କରିପାରିଥାନ୍ତେ। ସେଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ଆପଣ ଯେମିତି କର୍ମ କରିଥିବେ, ଆପଣଙ୍କ ଭାଗ୍ୟରେ ଯାହା ଥିବ ଆପଣଙ୍କୁ ସେ ଜିନିଷ ନିଶ୍ଚିତ ଭାବରେ ମିଳିଯାଇପାରିବ। ଯଦି ଆପଣଙ୍କ ଭାଗ୍ୟରେ ହିଁ କିଛି ଜିନିଷ ନାହିଁ, ତାହେଲେ ଆପଣ ଯେତେ ଚେଷ୍ଟା କଲେ ବି ଆପଣ ପାଇପାରିବେ ନାହିଁ, ସେ ଜିନିଷକୁ ଆପଣ ହାସଲ କରିପାରିବେ ନାହିଁ। ଗୋଟିଏ କଥା ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ, ଗୋଟିଏ ଜାଗାରେ ହାତୀ ଯିବା ପାଇଁ ରାସ୍ତା ଥିବ, ହେଲେ ସେ ଜାଗାରେ ପିମ୍ପୁଡ଼ି ମଧ୍ୟ ଯାଇପାରୁନଥିବ। କ'ଣ ପାଇଁ? କାହିଁକିନା ହାତୀର ଯିବା ପାଇଁ ଗୋଟିଏ ସମୟ ଅଛି। ହାତୀର ତା ଭାଗ୍ୟକୁ ନେଇ, ହାତୀର ଭାଗ୍ୟକୁ ନେଇ ସେ ତାର ବାଟ ଚାଲୁଛି। ହେଲେ ପିମ୍ପୁଡ଼ିର ଯଦି ଭାଗ୍ୟରେ ନଥିବ ସେ ଜାଗାରୁ ବାହାରକୁ ଯିବା ପାଇଁ, ତାହେଲେ ପିମ୍ପୁଡ଼ି କେବେ ଯାଇପାରିବ ନାହିଁ। ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଯାହାର ଶେଷ ସମୟ ଆସିଯାଇଥାଏ ନା, ସେ ସମୟ ତାର କେମିତି ତାକୁ କୌଣସି ବି ଜାଗାରେ ଗୋଟେ ପୋତିକି ରଖିଦିଅ, ବା କୌଣସି ଜାଗାରେ ଲୁଚେଇକି ରଖିଦିଅ, ଗୋଟେ ଘରର କଣ ମୁଣ୍ଡରେ ତାକୁ ଲୁଚେଇକିରି ରଖ, ମଧ୍ୟ ତାର ଯେବେ ଶେଷ ସମୟ ଆସିବ ନା, ତାକୁ କେହି ରୋକିପାରିବେ ନାହିଁ। ତାକୁ କୌଣସି ଲୋକ ରୋକିପାରିବେ ନାହିଁ ମୃତ୍ୟୁରୁ।
जेबे जार मृत्यु आसीथिबो ताकू निश्चित भाव में सही समय जीवाकू पड़िबो। से सब भाग्यर कथा। जे जन्म नहीं ना जेबे जे जन्म नहीं थाए से केते दिन ये दुनिया को आसी थाए तार लेखा हो जाई थाए से एतिक दिन पाई ये दुनिया को आसी ताठू गोटे दिन कौन गोटे मिनिट गोटे सेकेंड भी से आगो को बंची पारिबो नाही। गोटे समय सीमा थाए। मनीषर जेमती गोटे जन्मर डेट थाए मृत्युर डेट न थाए। मृत्युर डेट भगवान फिक्स करि थांती जे तुम भाग्य विषय लिखि थांती। सेथिपाई सांग माने मु आपण मानकु रिक्वेस्ट करिवि सबु बेले भल काम करने को चेष्टा करंतु। केबे का मन रे कष्ट दियंतु नाही जहा द्वारा कि आपण भी पापर भारी होई जिवे कि पापर भार आपणक ऊपर बढ़ी जीवो। आपणक जीवन रे पापर भार बढ़ी गले आपणक भी बहुत कष्ट हेबो बहुत आपणकु भोगिबाकु पड़िबो। सांग माने भिडियोटी शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर ए भिडियोटी आपण मानकु बहुत भल लागिथिबो। जदि मोर ए भिडियोटी आपण मानकु भल लागिथिबो लाइक टे करिवे सांग मानक मध्य रे शेयर करने को भूलिबे नाही। आपण माने जदि आम टॉकिंग ऑल यूट्यूब चैनल रे प्रथम थर पई आम टॉकिंग ऑल यूट्यूब चैनल को सब्सक्राइब करी बेल आइकन को ऑल क्लिक करिवे कारण आम चैनल रे जेबे किछि नुआ मोटिवेशनल वीडियो छड़ा जाउची आपण माने सर्वप्रथमे देखि परिबे। कमेंट बॉक्स रे निश्चित भाव में आपण मानकर मतामत रखिए। धन्यवाद सांग माने। जय जगन्नाथ जय श्री कृष्ण।